ସକାଳର ମୁଖ୍ୟ ଖବରକୁ ଆପଣମାନଙ୍କୁ ସମସ୍ତଙ୍କୁ ୱେଲକମ୍ ଜଣାଉଛି। ଚାଲନ୍ତୁ ଆଜିର ମୁଖ୍ୟ ଖବର ସବୁ ଜାଣିବା। ଆଜିର ପ୍ରଥମ ମୁଖ୍ୟ ଖବର ହେଉଛି ଆଜିର ପାଣିପାଗ। 24 ଘଣ୍ଟାରେ ଲଘୁଚାପ କ୍ଷେତ୍ର। 24 ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ପ୍ରଭାବରେ 29 ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ପାଇଁ ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଆଉ ବାକି 37 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର। ପାଟନାରୁ ପୁରୀ ଚାଲିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍। 21ଟି ଷ୍ଟେସନରେ କରିବ ରହଣି। ପାର୍ବଣ ଋତୁରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପାଟନାରୁ ପୁରୀକୁ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ଟ୍ରେନ୍ ପାଟନାରୁ ଅଗଷ୍ଟ 28ରୁ ଡିସେମ୍ବର 25 ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବାକୁ ଥିଲାବେଳେ ପୁରୀରୁ ଅଗଷ୍ଟ 29ରୁ ଡିସେମ୍ବର 26 ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଚଳାଚଳ କରିବ ବୋଲି ସୂଚନା ମିଳିଛି। ଏହି ଟ୍ରେନ୍ଟି ମୋଟ 21ଟି ଷ୍ଟେସନରେ ରହଣି କରିବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ମୁଖ୍ୟ ଖବର। ଓଡ଼ିଆ ଆଦିବାସୀ ଝିଅଙ୍କୁ ମିଳିବ ପାଇଲଟ ଟ୍ରେନିଂ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ କ୍ୟାଡେଟ୍ ପାଇଲଟ ପ୍ରୋଗ୍ରାମରେ ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ ହେବା ପାଇଁ ସ୍ୱତନ୍ତ୍ର ଟ୍ରେନିଂ ପ୍ରଦାନ କରାଯିବ। ଏହା ଦ୍ୱାରା ଝିଅମାନେ ବିମାନ ଚଳାଚଳ କରିପାରିବେ ବୋଲି କହିଛନ୍ତି ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ସମ୍ମିଳନୀରେ ଘୋଷଣା କରିଛନ୍ତି ମୋହନ ମାଝୀ। ସେହିପରି ଢେଙ୍କାନାଳର ବିରାଶଳରେ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ହେବ ଓ ଭୁବନେଶ୍ୱର ବିମାନବନ୍ଦରରେ ଆଧୁନିକ MRO ସୁବିଧା ସ୍ଥାପନ ହେବ ବୋଲି ସେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର। ଅନୁଚ୍ଛେଦ 32 ଅନୁଯାୟୀ ମୃତ୍ୟୁଦଣ୍ଡକୁ ଚ୍ୟାଲେଞ୍ଜ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମୃତ୍ୟୁଦଣ୍ଡକୁ ପ୍ରତିକ୍ରିୟା ସହିତ ଜଡ଼ିତ ନିୟମକୁ ଉଲ୍ଲଂଘନ ଆଧାରରେ ଅନୁଚ୍ଛେଦ 32 ଅନୁଯାୟୀ ଚ୍ୟାଲେଞ୍ଜ କରାଯାଇପାରିବ ବୋଲି ଗତକାଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ଜଣେ ଦୋଷୀଙ୍କ ଆବେଦନ ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ଦେଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ କୋର୍ଟ 2017 ମସିହା ମେ 3 ତାରିଖର ନିଷ୍ପତ୍ତିକୁ ବାତିଲ କରି ଦଣ୍ଡାଦେଶ ଉପରେ ପୁନଃ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ମୁଖ୍ୟ ଖବର। ଚାଷୀ ପଞ୍ଜୀକରଣରେ ସର୍ବକାଳୀନ ରେକର୍ଡ କଲା ଓଡ଼ିଶା। ପଞ୍ଜୀକରଣ କଲେଣି 18,50,983 ଜଣ ଚାଷୀ। ଚାଷୀ ପଞ୍ଜୀକରଣରେ ଓଡ଼ିଶା ସର୍ବକାଳୀନ ରେକର୍ଡ କରିଥିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏବେ ସୁଦ୍ଧା 18,50,983 ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି ଓ ଚାଷୀ ନିଜସ୍ୱ ନାମ ଘୋଷଣାପତ୍ର ମାଧ୍ୟମରେ ସହଜରେ ନିଜ ନାମ ପଞ୍ଜୀକରଣ କରିବାର ବ୍ୟବସ୍ଥା ଲାଗୁ ହେବା ପରେ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଥାଉ କି ଗତ ବର୍ଷ 17,50,462 ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ପରବର୍ତ୍ତୀ ମୁଖ୍ୟ ଖବର। ଭୁବନେଶ୍ୱର ଏୟାରପୋର୍ଟରେ ହେବ ତୃତୀୟ ଟର୍ମିନାଲ। ଖୁବ୍ ଶୀଘ୍ର ଭୁବନେଶ୍ୱର ଏୟାରପୋର୍ଟର ସମ୍ପ୍ରସାରଣ କାମ ହେବ ଓ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ଏୟାରପୋର୍ଟରେ ତୃତୀୟ ଟର୍ମିନାଲ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଏହା ସହ ପୁରୀରେ ଏୟାରପୋର୍ଟର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ମଞ୍ଜୁରୀ ମିଳିସାରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି 2047 ସୁଦ୍ଧା ବିକଶିତ ଭାରତ ସ୍କିମରେ 350ଟି ନୂଆ ଏୟାରପୋର୍ଟର ଯୋଜନା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର। ସ୍କୁଲ ପିଲାମାନେ ଫ୍ରିରେ ବସରେ ଯିବା ଆସିବା କରିପାରିବେ। ପିଲାମାନେ ସ୍କୁଲକୁ ଯାତାୟାତ କରିବା ସମୟରେ ୟୁନିଫର୍ମ ଓ ଆଇଡି କାର୍ଡ ଦେଖାଇ ମୁଖ୍ୟମନ୍ତ୍ରୀ ବସ୍ ସେବାର ଲାଭ ଉଠାଇ ପାରିବେ। ଏହା ସମ୍ପୂର୍ଣ୍ଣ ଫ୍ରି ରହିବ। ପରବର୍ତ୍ତୀ ମୁଖ୍ୟ ଖବର। ରାଜ୍ୟରେ ଥିବା ଭୂମିହୀନମାନଙ୍କୁ ଖୋଜି ଖୋଜି ପଟ୍ଟା ଦେବ ତହସିଲଦାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ରାଜ୍ୟରେ ଆଉ ଭୂମିହୀନ ରହିବେନି ଓ ସେମାନଙ୍କୁ ଖୋଜି ଖୋଜି ତହସିଲଦାର ପଟ୍ଟା ଦେବ ବୋଲି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିର ଶହୀଦ ମିନାର ଠାରେ ଶହୀଦ ଦିବସ ପାଳନ ଅବସରରେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ଜିଲ୍ଲାର ଭୂମିହୀନମାନଙ୍କୁ ଖୋଜି ରାଜସ୍ୱ ବିଭାଗ ପଟ୍ଟା ଯୋଗାଇ ଦେବ ବୋଲି ସେ ପ୍ରକାଶ କରିଛନ୍ତି। ଖାଲି ଗରିବ ଭୂମିହୀନ ନୁହେଁ, ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର। ଦାଦନ ରୋକିବାକୁ ବଡ଼ ବ୍ଲୁ ପ୍ରିଣ୍ଟ। ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ ପ୍ରିଣ୍ଟ।
ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶା ଟିମ୍। କାହିଁକି ସେ ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କାରଣ ଖୋଜାଯିବ, ନିରାକରଣ ବାହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ଇନପୁଟ ସବସିଡି ଯୋଗୁଁ ଦାଦନ କମିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର, ପାଣି ଛାଡ଼ିଲେ କ୍ଷତିପୂରଣ। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। ବ୍ରାହ୍ମଣୀ ସତର୍କ ସଂକେତ ଉପରେ, ଆଖୁଆପଦାରେ ବୈତରଣୀ ସ୍ଥିର ରହିଛି। ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଂକେତ ଉପରେ ରହିଛି। ଯାଜପୁରରେ ସର୍ବାଧିକ 46 ଗାଁ 14 ପଞ୍ଚାୟତ ପ୍ରଭାବିତ ହୋଇଛି। ସମସ୍ତ ସେବା ଯୋଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମୃତାହତ ଖବର ନାହିଁ। ବେଶୀ ସମୟ ପାଣିରେ ରୁହନ୍ତୁ ନାହିଁ, ସାପ ବିପଦ ଅଛି। ଆଶ୍ରୟସ୍ଥଳୀକୁ ଆସନ୍ତୁ। ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଛି। ପାଣି ଛାଡ଼ୁ ଛାଡ଼ୁ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର, ସାର୍ବଜନୀନ କରାଯିବ ନାହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ। କେନ୍ଦ୍ରୀୟ ସୂଚନା ଆୟୋଗର ନିର୍ଦ୍ଦେଶକୁ ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗର 2016 ଆଦେଶକୁ ରଦ୍ଦ କରିଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ସହ ଜଡ଼ିତ ସୂଚନା ସାର୍ବଜନୀନ କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ କୁହାଯାଇଥିଲା। ତେବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଅନ୍ୟପଟେ ଏହି ମାମଲାର ବିଚାର କରି ଗତକାଲି କୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ରେକର୍ଡ ଓ ଡିଗ୍ରୀଗୁଡ଼ିକୁ ସାର୍ବଜନୀନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।